ମୁଁ ଜଣେ ଡାକ୍ତରୀ ଛାତ୍ରୀ ଥିଲି ଏବଂ ମୋର ଭବିଷ୍ୟତ ସ୍ୱାମୀ ମଧ୍ୟ ଜଣେ ଡାକ୍ତର ଥିଲେ, ଯିଏକି ଏହି ଡାକ୍ତରଖାନାରେ କାମ କରୁଥିଲେ। ଥରେ ମୋର ଭବିଷ୍ୟତ ସ୍ୱାମୀ ଆମ ଘରକୁ ଆସିଲେ। ଯେଉଁଦିନ ସେ ଆମ ଘରକୁ ଆସିଲେ, ସେଠାରେ ମୋର ମାଆକୁ ଏକୁଟିଆ ଦେଖି ମୋର ମାଆ ସହିତ ଯେଉଁଦିନ ମୁଁ ମୋର ଡାକ୍ତରୀ ଡିଗ୍ରୀ ହାସଲ କଲି, ମୁଁ ବହୁତ ଖୁସି ହୋଇଗଲି। ମୋ ଆଖିରେ ଲୁହ ଝରିଗଲା। ମୋର ବାପାଙ୍କୁ ମନେ ପକାଇ ମୁଁ ପୁଣି କାନ୍ଦିବାକୁ ଲାଗିଲି। ମା ମୋତେ ଆଲିଙ୍ଗନ କରି ମୋତେ ଭଲ ପାଇବା ଆରମ୍ଭ କଲେ। ମୁଁ ମୋର ପିତାମାତାଙ୍କର ଏକମାତ୍ର ହିଁ ସନ୍ତାନ ଥିଲି ଏବଂ ପିଲାଦିନରୁ ମୁଁ ମୋର ପିତାମାତାଙ୍କର ପ୍ରିୟ ସନ୍ତାନ ଥିଲି। କିନ୍ତୁ ସେ ଘରର ଜ୍ୟେଷ୍ଠ ଥିଲେ ଏବଂ ସମସ୍ତ ଦାୟିତ୍ୱ ତାଙ୍କ ଉପରେ ହିଁ ଥିଲା। ଏହି କାରଣରୁ ତାଙ୍କ ନିଜର ସ୍ୱପ୍ନକୁ ଫେରାଇବାକୁ ହିଁ ପଡ଼ିଲା। କିନ୍ତୁ ସେ ମୋତେ ଡାକ୍ତର କରି ତାଙ୍କର ସ୍ୱପ୍ନକୁ ସାକାର କରିବାକୁ ହିଁ ଚାହୁଁଥିଲେ। ଏହି କାରଣରୁ ମୁଁ ଡାକ୍ତର ହେବାକୁ ଚାହୁଁଥିବା ଧାରଣା ମୋର ପିଲାଦିନରୁ ମୋର ମନରେ ଅନ୍ତର୍ଭୁକ୍ତ ହୋଇଥିଲା। ମୁଁ ପିଲାଦିନରୁ ବହୁତ ବୁଦ୍ଧିମାନ ଥିଲି ଏବଂ ମୁଁ ବହୁତ ଅସୁନ୍ଦର ହିଁ ଥିଲି। ମୁଁ ମୋର ସୁବିଧା ଏବଂ ଅସୁବିଧା ବିଷୟରେ ବହୁତ ଅବଗତ ହିଁ ଥିଲି ଏବଂ ଏହା ମୋତେ ଅହଙ୍କାରୀ କରିଦେଇଥିଲା। ତାଙ୍କର ମୃତ୍ୟୁ ପରେ ମୋର ମାମୁଁ ମୋର ବାପାଙ୍କର ବ୍ୟବସାୟକୁ ଗ୍ରହଣ କରିନେଲେ। ପ୍ରତି ମାସରେ ସେ ମୋର ଆକାଉଣ୍ଟକୁ ବହୁତ ଟଙ୍କା ସ୍ଥାନାନ୍ତର କରୁଥିଲେ। ମୋର ଡିଗ୍ରୀ ସମାପ୍ତ ହେବା ପରେ ମୋ ସହରରେ ଚାକିରି ଆରମ୍ଭ ହୋଇଥିଲା। ସେଠାରେ ମୁଁ ଅନେକ ନୂତନ ଜିନିଷ ମଧ୍ୟ ଶିଖିବାକୁ ପାଇଲି। ମୋର ଏକମାତ୍ର ଇଚ୍ଛା ଥିଲା ଏହି ଡାକ୍ତରଖାନାରେ ଚାକିରି ପାଇବା। ଅନ୍ୟଥା ସେ ଯାହା କହିଥିଲେ ତାହା ଶୁଣି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି ଏବଂ କ୍ରୋଧିତ ହେବାକୁ ଲାଗିଲି। ଯେତେବେଳେ ମୋତେ ଏକ ଚାକିରି କରିବାକୁ ମଧ୍ୟ ପଡ଼ିନଥିଲା, ଅଧିକ ଅଧ୍ୟୟନ କରିବା ଏବଂ କଠିନ ପରିଶ୍ରମ କରିବାର କ'ଣ ବ୍ୟବହାର ହୁଏ, କିନ୍ତୁ ମୁଁ କିଛି ବି ଆଉ ଶୁଣିଲି ନାହିଁ। ଏବଂ ଯେତେବେଳେ ମୁଁ କହିଲି ଯେ ତୁମେ ଯଦି କାମ କରୁନାହଁ, ତାପରେ ତୁମେ ଏହା ମଧ୍ୟ କରିବ ନାହିଁ ଏବଂ ଏହା ମୋର ଅନ୍ତିମ ନିଷ୍ପତ୍ତି ଅଟେ ଏବଂ ଏହି ମା ଭିତରକୁ ଗଲା ବୋଲି ସେ କହିବା ପରେ ମୋ ଆଖିରେ ଲୁହ ଝରିଗଲା। ଯଦି ସବୁକିଛି ହାସଲ କରିବା ସତ୍ତ୍ୱେ ମଧ୍ୟ ମୁଁ ଖାଲି ହାତରେ ରହିଗଲି, ମୋର ମନକୁ ଆସିଥିବା ପ୍ରଥମ ପ୍ରଶ୍ନଟି ହେଲା, ମୋର ମା ମୋତେ କାହିଁକି ମନେ କରୁଛନ୍ତି? କାରଣ ଏଥିରେ ବହୁତ ଟଙ୍କା ଥିଲା। ମୁଁ ବହୁତ ଟଙ୍କା ରୋଜଗାର କରିବାକୁ ହିଁ ଚାହୁଁଥିଲି। ସେ ମୋ ବିଷୟରେ ଜାଣିଥିଲେ ଯେ ମୁଁ ଟଙ୍କା ପାଇଁ କିଛି ବି କରିପାରିବି। ବର୍ତ୍ତମାନ ଆମ ଘରର ଅବସ୍ଥା ପୂର୍ବ ଭଳି ହେଉନଥିଲା। ହଠାତ୍ ପିତାଙ୍କର ବ୍ୟବସାୟ ମଧ୍ୟ ହ୍ରାସ ପାଇବାରେ ଲାଗିଲା। ଆମ ଘରର ଖର୍ଚ୍ଚ ପୂରଣ କରିବା ବହୁତ କଷ୍ଟକର ଥିଲା, କିନ୍ତୁ ମୁଁ ଆରାମରେ ଜୀବନ ବିତାଉଥିଲି। ମୁଁ ଏଠାରେ ରହିବାକୁ ଅଭ୍ୟସ୍ତ ହୋଇଯାଉଥିଲି। ବର୍ତ୍ତମାନ ମୋ ପାଇଁ ଦାରିଦ୍ର୍ୟରେ ବଞ୍ଚିବା ଅସମ୍ଭବ ହିଁ ଥିଲା ଏବଂ ଯେତେବେଳେ ମୋର ସୁଯୋଗ, ଡିଗ୍ରୀ ଏବଂ ଅଭିଜ୍ଞତା ଥିଲା, ତେବେ ମୋର ମା ମୋତେ କାହିଁକି ଅଟକାଉଥିଲେ? ଏହା ବିଷୟରେ ଚିନ୍ତା କରିବା ମୋତେ କ୍ରୋଧିତ କରିଦେଉଥିଲା। ଅର୍ଥ ମୋତେ ବିବାହ କର, ତାହେଲେ ତୁମେ ମୋତେ ଏତେ ଶିଖେଇଲ, ମୁଁ ରାତିରେ ଶୋଇବାକୁ କାହିଁକି ନଷ୍ଟ କଲି? ମୋ କଥା ଶୁଣିବା ପରେ ମୋର ମା ଆଉ କିଛି ବି କହିନଥିଲେ ଏବଂ ଚୁପଚାପ ବସିଥିଲେ। ତୁମର ଡିଗ୍ରୀ ନଷ୍ଟ ହେବାକୁ ଦିଅ ନାହିଁ। ମୁଁ ତୁମକୁ କହୁଛି, ତୁମେ କୌଣସି ଡାକ୍ତରଖାନାକୁ ଯିବା ମଧ୍ୟ ଉଚିତ ନୁହେଁ, କିନ୍ତୁ ରୋଗୀମାନେ ତୁମ ଘରକୁ ଆସିବେ। ମୁଁ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି। ରୋଗୀମାନେ ମୋର ଘରକୁ ଆସିବେ? ମୁଁ ବର୍ତ୍ତମାନ ମୋ ଘରେ ଏକ ଡାକ୍ତରଖାନା ହିଁ ଖୋଲିବି। ମୋର ମା କହିଲା, ତୁମେ ଏହା ମଧ୍ୟ ବୁଝିସାରିଛ। ମୁଁ ସଞ୍ଚୟ କରିଥିବା ଅଳ୍ପ ଟଙ୍କା ସହିତ ସେ ମୋ ପାଇଁ ଏକ କ୍ଲିନିକ୍ ଖୋଲିଥିଲେ। ପ୍ରତ୍ୟେକ ଦିନ ମୋର ମା ଜଣେ କିମ୍ବା 2 ଜଣ ରୋଗୀଙ୍କୁ ମୋର ପାଖକୁ ଆଣିଥାନ୍ତି, ଯେଉଁମାନଙ୍କ ଠାରୁ ମୁଁ କେବଳ 500 ଟଙ୍କା ଫି ହିଁ ଆଦାୟ କରୁଥିଲି। ମୋର ମାଙ୍କ ଠାରୁ ଅଧିକ ଫିସ୍ ନେବାକୁ ମଧ୍ୟ ଅନୁମତି ହିଁ ନଥିଲା। ମୁଁ ଜଣେ ଡାକ୍ତର ଏବଂ ମୁଁ ସେମାନଙ୍କ ଠାରୁ ଯେତିକି ଫିସ୍ ମଧ୍ୟ ନେଇପାରିବି, କିନ୍ତୁ ମୋର ମା ମୋତେ ଗାଳି ଗୁଲଜ କରି ଚୁପ୍ କରି ରଖୁଥିଲେ। ମୋତେ କାମ କରିବାକୁ ମଧ୍ୟ ମନା କରିଦେଲେ। ମୁଁ ମଧ୍ୟ ଏହି ଟଙ୍କା ସହିତ ଚାଲି ଯାଇଥାନ୍ତି। ମୁଁ ମୋର ବନ୍ଧୁମାନଙ୍କ ପ୍ରତି ଈର୍ଷା ହିଁ କରୁଥିଲି, ଯେଉଁମାନେ କି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ଏବଂ ଏହାକୁ ଏହିପରି ଖର୍ଚ୍ଚ କରୁଥିଲେ। ଯଦି ସେହି ଜୀବନ ମୋର ଥିଲା, ତେବେ ମୁଁ ସେହି ଲୋକଙ୍କର ଜୀବନ ବିଷୟରେ ମୁଁ ନିଜକୁ ଅଭିଶାପ ଦେବାରେ ଲାଗିଲି। ଡାକ୍ତର ହେବା ଦ୍ୱାରା ମୁଁ କ'ଣ ପାଇଲି? ଯଦି ମୁଁ ଅନ୍ୟ କିଛି କାମ କରିଥାନ୍ତି, ତାହେଲେ ଏହାଠାରୁ ଭଲ ହୋଇଥାନ୍ତା। କିନ୍ତୁ ଆଉ ଗୋଟିଏ ଜିନିଷ ଥିଲା, ଯାହା ଉପରେ ମୁଁ ବହୁତ ଚିନ୍ତିତ ଥିଲି। ମୋର ମା ଉପରେ କ୍ରୋଧ ହେବାର କାରଣ ହେଉଛି, ସେ ଦିନକୁ କେବଳ 2-3 ଜଣ ରୋଗୀ ହିଁ ଆଣି ଦେଉଥିଲେ ଏବଂ ତାଠାରୁ ଅଧିକ ଆଣିପାରୁନଥିଲେ। ଯେତେବେଳେ ମୁଁ ଚାହୁଁଥିଲି ଅଧିକରୁ ଅଧିକ ରୋଗୀ ମୋ ପାଖକୁ ଆସନ୍ତୁ, ଯାହାଦ୍ୱାରା ମୁଁ ବହୁତ ଟଙ୍କା ମଧ୍ୟ ରୋଜଗାର କରିପାରିବି,
ଦିନକୁ ଦିନ ଏକ ଚିନ୍ତାଧାରା ମୋର ମନକୁ ଆସିଲା ଯେ ମୋର ମା ମୋତେ 500ରୁ ଅଧିକ ଚାର୍ଜ ଦେବାକୁ ଅନୁମତି ଦିଅନ୍ତି ନାହିଁ ଏବଂ ତାପରେ ଏହି ରୋଗକୁ କେଉଁଠୁ ଆସନ୍ତି। ମୋର ମାଆଙ୍କୁ ପଚାରିବାକୁ ଚେଷ୍ଟା କଲି, କିନ୍ତୁ ସେ ମୋର ଅନ୍ୟ ପ୍ରସଙ୍ଗରୁ ଆରମ୍ଭ କରି ବାର୍ତ୍ତାଳାପରୁ ଦୂରରେ ରହିଲା। ମୁଁ ତାଙ୍କ ସାମ୍ନାରେ ଝୁଲି ରହିଥିଲି। ଯଦି ମୁଁ ଚାହୁଁଥିଲି ମୁଁ ତାଙ୍କୁ ଭୁଲି ପାରିଲି ନାହିଁ। ମୁଁ ଇଚ୍ଛା କରେ ଯେ ମୁଁ ତାଙ୍କ ସହିତ ଭଲ ବ୍ୟବହାର କରିଥାନ୍ତି। ତାଙ୍କୁ କିନ୍ତୁ ମାନବିକତା ସହିତ ଜବାବ ଦେଇଥିଲି, କିନ୍ତୁ ମୁଁ ବର୍ତ୍ତମାନ ସମୟ ଅତିବାହିତ ହୋଇସାରିଛି ଯେ ମୁଁ ତାଙ୍କ ପ୍ରତି ଭୁଲ ହିଁ କରିଥିଲି। ସେ କଥାବାର୍ତ୍ତା ପରେ ନମ୍ବର ଡିଲିଟ୍ କରିଦେଇଥିଲି। ଯଦି ସେ ଫୋନରେ କାହା ସହିତ କଥା ହେଉଥିଲେ, ଯଦି ସେ ଏହା କରିଥାନ୍ତେ ନା, ତେବେ ସେ ମୋତେ ଦେଖିବା ପରେ ଚୁପ୍ ହୋଇଯାଇଥାନ୍ତେ ଏବଂ ଫୋନ୍ କାହା ସହିତ ମଧ୍ୟ କଥାବାର୍ତ୍ତା ହିଁ କରୁନଥାନ୍ତେ। ମୋର ମାଆଙ୍କ ସାମ୍ନାରେ ଏହିସବୁ ଜିନିଷକୁ ଅଣଦେଖା ହିଁ କରୁଥିଲି, କିନ୍ତୁ ମୁଁ ସବୁକିଛି ଧ୍ୟାନ ଦେଉନଥିଲି। ମୋର ମା କେବେ ବି କିଛି ବି କହୁନଥିଲେ। ତାଙ୍କୁ ପଚାରିବା ମଧ୍ୟ ଛାଡ଼ି ଦେଇଥିଲି। ମୁଁ ନିଜେ ଜାଣିବାକୁ ସ୍ଥିର କରୁଥିଲି, କାରଣ ମୁଁ ଜାଣୁଥିଲି ଯେ ସେ ମୋତେ କୌଣସି କଥା ଆଉ କହିବେ ନାହିଁ। କିନ୍ତୁ ମୁଁ ହଠାତ୍ ରାସ୍ତାରୁ ଅଦୃଶ୍ୟ ହୋଇଯିବି ଏବଂ ମୁଁ କେବେ ବି ଜାଣିନଥିଲି। ମୁଁ ମୋର ମାଆଙ୍କୁ ଡାକିଲି, କିନ୍ତୁ କଥା ହେବା ବେଳେ ମୁଁ ତାଙ୍କୁ ଜଣେ ରୋଗୀ ଆଣିଥିବାର କହିଥିବାର ଶୁଣିଥିଲି। ମୁଁ ଭାବିଲି କି ମୋ ହୃଦୟରେ ମାଆର ଅନ୍ୟ କାହାଠାରୁ ରୋଗୀ ପାଆନ୍ତି କି, କିନ୍ତୁ ମୁଁ ସେଠାରେ ଉପସ୍ଥିତ ଥିବା ଜାଣିଲି ଯେ ମୁଁ ଏବେ ବାହାରେ ଠିଆ ହୋଇଛି। ମୁଁ କହୁଛି, ଫୋନ୍ ରଖ। ସେଠାରେ ରାତିରେ ଯିବା ବେଳେ ମୁଁ ଶୋଇବାକୁ ଯାଉଥିଲି। ମୁଁ ଶୋଇବା ସମୟରେ ସେ ବାଳକକୁ ମନେ ପକାଇବାକୁ ଲାଗିଲି। ଯେତେବେଳେ ମୁଁ କିଛି କାମ ପାଇଁ ବଜାରକୁ ଯାଇଥିଲି, ସେତେବେଳେ ମୁଁ ଅନୁଭବ କଲି ଯେ ସେ ହେଉଛନ୍ତି ରାହୁଲ। ମୁଁ ଯାଇ ତାଙ୍କୁ କ୍ଷମା ମାଗିବା ଉଚିତ। ମୁଁ ତାଙ୍କ ନିକଟରେ କ୍ଷମା ମାଗିବାକୁ ଚାହୁଁଥିଲି, କିନ୍ତୁ ଯେତେବେଳେ ମୁଁ ତାଙ୍କର ପାଖକୁ ଗଲି, ସେତେବେଳେ ମୁଁ ଜାଣିଗଲି ଯେ ସେ ଏବେ ରାହୁଲ ନୁହନ୍ତି, ବରଂ ଅନ୍ୟ କିଛି ବାଳକ। ସେ ମୋର ହୃଦୟରେ ଏବଂ ମୋର ମନରେ ଏତେ ବ୍ୟସ୍ତ ହୋଇଯାଉଥିଲେ। ତାଙ୍କୁ ସବୁଆଡ଼େ ଦେଖିବା ଆରମ୍ଭ କଲି। ମୁଁ ସାଙ୍ଗେ ସାଙ୍ଗେ ଏହି ବାଳକକୁ କ୍ଷମା ମାଗିଲି ଏବଂ ଘରକୁ ଆସିଲା ପରେ ମଧ୍ୟ ମୁଁ ଅନୁଭବ କଲି ଯେମିତି ମୁଁ ରାହୁଲକୁ ଦେଖିନେଇଛି, କିନ୍ତୁ ସେ ହଠାତ୍ କୌଣସି ସ୍ଥାନରେ ଅଦୃଶ୍ୟ ହୋଇଯାଇଛନ୍ତି। ମୋର ମା ବିଷୟରେ ମୁଁ ମଧ୍ୟ ଭାବୁଥିଲି ଯେ ମୋର ମା କୌଣସି ଭୁଲ ସମ୍ପର୍କିତ ନାହିଁ, କାରଣ ଏହି ସମୟରେ ଆମ ସହରରେ ଅନେକ ଗୁଜବ ଲୋକ ଥିଲେ। ମୁଁ ଭାବୁଥିଲି ମୋର ମା ମୋତେ ଏସବୁ ଭିତରେ ଜଡ଼ିତ କରିବେ କି। ମୋର ମନରେ ଅନେକ ପ୍ରଶ୍ନ ଚାଲୁଥିଲା। ସେଠାରେ ହଜାର ପଚଲ ଥିଲା ଯାହା ମୁଁ ସମାଧାନ କରିବାକୁ ଚାହୁଁଥିଲି। ମୋର ଜଣେ ବନ୍ଧୁଙ୍କଠାରୁ ସାହାଯ୍ୟ ମାଗିବାକୁ ସ୍ଥିର କଲି, ଯାହାଦ୍ୱାରା ସେ ମୋତେ ସାହାଯ୍ୟ କରିପାରିବେ ଏବଂ ମୋର ମା କୁଆଡ଼େ ଯାଆନ୍ତି ସେ ବିଷୟରେ ମଧ୍ୟ ମୁଁ ଜାଣିପାରିବି। କିନ୍ତୁ ମୁଁ ଜାଣିଗଲି ଯେ ସେହି ବନ୍ଧୁ ଅନ୍ୟ ସହରରେ ଅଛନ୍ତି। ବର୍ତ୍ତମାନ ଯାହା କରିବାକୁ ହେବ ମୋତେ ହିଁ ତାହା କରିବାକୁ ପଡ଼ିବ। ଦିନେ ମୋର ମା ମୋତେ କହିଥିଲେ ଯେ ସେ ବାହାରକୁ କିଛି ଜିନିଷ କିଣିବାକୁ ଯାଉଛନ୍ତି। ମୁଁ ସେମାନଙ୍କୁ ଅନୁସରଣ କରିବାକୁ ଚିନ୍ତା କଲି। ସେ ଘରୁ ବାହାରିବା ମାତ୍ରେ ମୁଁ ମଧ୍ୟ ତାଙ୍କୁ ଅନୁସରଣ କରିବାକୁ ଲାଗିଲି। ମୋ ରୁମାଲରେ ମୁହଁ ଘୋଡ଼ାଇ ଦେଇ ବସିଥିଲି ଏବଂ ମୋର ମା ଠାରୁ ଏତେ ଦୂରରେ ଥିଲି ଯେ ମୋର ମା ମୋତେ ସନ୍ଦେହ ମଧ୍ୟ କରିପାରନ୍ତି ନାହିଁ। ଯେତେବେଳେ ସେ ଟିକେ ଆଗକୁ ଗଲେ, ସେ ଆମ ଅଞ୍ଚଳରେ ଜଣେ ମହିଳାଙ୍କର ଘରକୁ ଗଲେ। ମୁଁ ବାହାରେ ଛିଡ଼ା ହୋଇ ତାଙ୍କୁ ଶୀଘ୍ର ଏଠାରୁ ବାହାରକୁ ଆସିବାକୁ ଅପେକ୍ଷା ହିଁ କରିଥିଲି। ମୁଁ ଭାବୁଥିଲି ସେ ଶୀଘ୍ର ବାହାରକୁ ଚାଲିଯିବା ହିଁ ଉଚିତ ଏବଂ ଯେଉଁଠାକୁ ଯିବାକୁ ପଡ଼ିବ ସେଠାରେ ବହୁତ ଧୂଆଁ ଥିଲା, ତେଣୁ ମୁଁ ବହୁତ କ୍ଳାନ୍ତ ହିଁ ହୋଇଗଲି। ମୁଁ ସେଠାରେ ଠିଆ ହୋଇ ବହୁତ ଥକି ଯାଇଥିଲି, ତେଣୁ ମୁଁ ପୁଣି ଥରେ ଘରକୁ ଫେରି ଆସିଲି। କିଛି ସମୟ ପରେ ମୋର ମା ମଧ୍ୟ ଫେରି ଆସିଥିଲେ ଆଉ କହୁଥିଲେ ଯେ ମୁଁ ଆଜି କୌଣସି ମାମଲା ଆଣିପାରିବି ନାହିଁ। ଆମର ପଡ଼ୋଶୀ ମହିଳା ଏବେ ଅସୁସ୍ଥ ଅଛନ୍ତି, ତେଣୁ ମୁଁ ତାଙ୍କୁ ଦେଖା କରିବାକୁ ଗଲି। ମୁଁ ମୋର ଛୋଟ ପାଟିରେ କହିଲି। ମୋର ମା ମଧ୍ୟ ମୋର ମୁହଁକୁ ଚାହିଁ କହିଲା, ତମେ ଜମା ବି ଚିନ୍ତା କର ନାହିଁ, ମୁଁ ନିଜେ ଆଉ ଯାଇପାରିବି ନାହିଁ, କିନ୍ତୁ ମୁଁ କ୍ଲାଏଣ୍ଟମାନଙ୍କୁ ଡାକି ସେମାନଙ୍କୁ କଲ୍ କରିପାରିବି। ତାପରେ ମୁଁ ଜାଣେ ନାହିଁ ସେ କାହାକୁ ଡାକିଲେ ଏବଂ ସେ କ'ଣ କଥାବାର୍ତ୍ତା କଲେ। ମୁଁ କିଛି ବି ଜାଣିନଥିଲି। କିଛି ସମୟ ପରେ ଜଣେ ମହିଳା ଆସିଲେ। ଆସିବା ପରେ ସେ କାହାକୁ ଗୋଟେ ଡାକିଲେ। ମୁଁ ଭାବିବାକୁ ଲାଗିଲି ସେହି ବ୍ୟକ୍ତି କିଏ ଯାହାକୁ ମୁଁ ଡାକେ ଏବଂ ସେ ତୁରନ୍ତ ଏହାକୁ କିପରି ପଠାନ୍ତି। ଦିନେ ମୁଁ ତାଙ୍କର ମୋବାଇଲଟି ପାଇଦେଲି। ସେହି ସମୟରେ ଘରେ ନଥିଲେ, ସେ ବାହାରକୁ ଯାଇଥିଲେ। ମୁଁ ତାଙ୍କର ମୋବାଇଲଟି ଚେକ୍ କଲି, କିନ୍ତୁ ମୋବାଇଲ ଖାଲି ଥିବାରୁ ମୁଁ ତାଙ୍କ ମୋବାଇଲରେ କିଛି ଆଉ ପାଇଲି ନାହିଁ।
କଲ୍ ହିଷ୍ଟ୍ରି ବାର୍ତ୍ତା ସବୁକିଛି ବିଲୋପ ହୋଇଗଲା। ମାଆଙ୍କର ମୋବାଇଲ ଦେଖିବା ପରେ ମୋର ସନ୍ଦେହ ବିଶ୍ୱାସରେ ପରିଣତ ହୋଇଗଲା। ଅବଶ୍ୟ ମୋର ମା ମଧ୍ୟ କିଛି ଭୁଲରେ ପଡ଼ିଯାଇଥିଲେ। ଏହି କାରଣରୁ ସେ ସମସ୍ତ କଲ୍ ହିଷ୍ଟ୍ରି ମଧ୍ୟ ବିଲୋପ କରିଦେଇଥିଲେ। ନଚେତ୍ ସେମାନେ ମୋ ସହିତ କେଉଁ ସମସ୍ୟା ପାଇପାରନ୍ତି। ଅବଶ୍ୟ ଏହି ବ୍ୟକ୍ତି ଜଣେ ଭୁଲ କିମ୍ବା ସେ ଏକ ଗ୍ୟାଙ୍ଗରେ ଯୋଗ ଦେଇଛନ୍ତି ଯାହା ବିଭିନ୍ନ ପ୍ରକାରର ଅପରାଧ କରିଥାଏ। ମା ଜାଣନ୍ତି ନାହିଁ ଯେ କେବଳ ନିଜକୁ ଫାଶରେ ପକାଇବା ନାହିଁ, ବର ମତେ ବି ଫାଶରେ ପକାଇଦେବେ। ତାପରେ ଆମକୁ ଜେଲରେ ପୁରା ଜୀବନ ଗ୍ରାଇଣ୍ଡ କରିବାକୁ ହିଁ ପଡ଼ିବ। ମୋର ଦିନକୁ ଦିନ ଚାହିଦା ବଢ଼ି ଚାଲୁଥିଲା। ବର୍ତ୍ତମାନ କୌଣସି ପ୍ରକାରେ ମୋର ହାତକୁ ଧରିବାକୁ ହିଁ ଚାହୁଁଥିଲି। ମୁଁ ଜାଣିବାକୁ ଚାହୁଁଥିଲି ସେହି ଲୋକମାନେ କିଏ ଅଟନ୍ତି। ତେଣୁ ମୋତେ ମୋର ମାଆଙ୍କୁ ଅନୁସରଣ କରିବାକୁ ପଡ଼ିଲା ଏବଂ ମୋତେ ଏତେ ଚତୁରତା ସହିତ କରିବାକୁ ପଡ଼ିଲା ଯେ ସେ ମୋତେ ସନ୍ଦେହ ମଧ୍ୟ କଲେ ନାହିଁ। ଏବଂ ମୁଁ ଚୁପ୍ ହୋଇଗଲି ଏବଂ ମାଆଙ୍କୁ ମଧ୍ୟ ପ୍ରଶ୍ନ ପଚାରିବା ବନ୍ଦ କରିଦେଇଥିଲି। ସେ ମୋତେ ନିଶ୍ଚିତ କରିଥିଲେ, କିନ୍ତୁ ମୁଁ ମୋର ମାର ପ୍ରତ୍ୟେକ କାର୍ଯ୍ୟକୁ ଧ୍ୟାନ ଦେଉଥିଲି। ସେ କ'ଣ କରନ୍ତି ଆଉ ସେ ସବୁବେଳେ କୁଆଡ଼େ ଯାଆନ୍ତି, କିନ୍ତୁ ସେ କାହା ସହିତ କଥା ହେଉଥିଲେ ମୋର ତଥାପି ମଧ୍ୟ ଧାରଣା ହେଇନଥିଲା। ଦିନେ ମୁଁ ଘରୁ ବାହାରକୁ ଆସି ବଜାରକୁ ଚାଲି ଯାଉଛନ୍ତି। ସେ ମୋତେ ଏହା କହି ବଜାରକୁ ଚାଲି ଯାଇଥିଲେ। ମୋର ଏହା ଏକ ଭଲ ସୁଯୋଗ ଥିଲା, ତେଣୁ ମୁଁ ମଧ୍ୟ ତାଙ୍କୁ ଅନୁସରଣ କରିନେଲି। ମୋର ମା ବହୁତ ନିଛାଟିଆ ରାସ୍ତାରେ ଚାଲିବା ଆରମ୍ଭ କଲେ। ତାପରେ ସେ ମୁଖ୍ୟ ରାସ୍ତାରେ ଠିଆ ହୋଇଗଲେ ଏବଂ ଏକ କଳା ରଙ୍ଗର କାର୍ ଆସି ତାଙ୍କ ପାଖରେ ଅଟକିଗଲା। ମା ସେହି କାର୍ର ଡ୍ରାଇଭର ସହିତ କଥା ହେବା ଆରମ୍ଭ କଲେ। ମୁଁ ଦେଖିବାକୁ ଚାହୁଁଥିଲି ଏ ଡ୍ରାଇଭର ଜଣକ କିଏ ଅଟନ୍ତି, କିନ୍ତୁ ଯେତେବେଳେ ମୋର ଆଖି ଏହି ଡ୍ରାଇଭର ଉପରେ ପଡ଼ିଲା ମୋତେ ଲାଗିଲା କି ଯେମିତି ମୋ ମୁଣ୍ଡ ଉପରେ 7ଟି ଆକାଶ ପଡ଼ିଯାଇଛି। ମୁଁ ଯାହା ଦେଖୁଥିଲି ମୁଁ ବିଶ୍ୱାସ ମଧ୍ୟ କରିପାରିଲି ନାହିଁ। ଏହା ହୁଏତ ସେହି ଲୋକ ହୋଇପାରେ। ସର୍ବଶେଷରେ ଏଠାରେ କ'ଣ କରୁଥିଲେ, ଏଠାରେ ତାଙ୍କର କ'ଣ କାମ ଥିଲା? ମା ତାଙ୍କ ସହିତ ଦୀର୍ଘ ସମୟ ଧରି ଠିଆ ହୋଇଥିଲେ ଏବଂ ସେ ବସିଥିବା ତାଙ୍କ ସହିତ କଥାବାର୍ତ୍ତା ଜାରି ରଖିଥିଲେ। ତାହା 1 ଲକ୍ଷ ଟଙ୍କା ମୂଲ୍ୟର ଏକ କାର୍ ମଧ୍ୟ ଥିଲା। ସର୍ବଶେଷରେ ସେ ଏହି କାର୍କୁ କେଉଁଠାରୁ ପାଇପାରିବେ? ସେ କେବଳ ଜଣେ ସାଧାରଣ ହିଁ ଲୋକ ଥିଲେ। ଏପରିକି ଏହାର ରୂପ କିଛି ବିଶେଷ ହିଁ ନଥିଲା। କିନ୍ତୁ ବର୍ତ୍ତମାନ ଏସବୁ କେଉଁଠୁ ଆସିଲା? ମୁଁ ଏକଥା ଖାଲି ଭାବୁଥିଲି ଏବଂ ସେ ମା ସହିତ କ'ଣ କଥାବାର୍ତ୍ତା କରୁଥିଲେ। ମୋର ମନରେ ଖାଲି ହଜାର ହଜାର ପ୍ରଶ୍ନ ଖାଲି ଘୁରି ବୁଲୁଥିଲା। ମୁଁ ଏକ ଟ୍ୟାକ୍ସି ବନ୍ଦ କରିଦେଲି। ମା କାର୍ରେ ବସିବା ମାତ୍ରେ ମୁଁ ସେହି କାରଣରୁ ଅନୁସରଣ କରିବା ଆରମ୍ଭ କରିଦେଲି। ଏହି ସମୟରେ ମୁଁ ଭାବୁଥିଲି ମୋର ମା ଏବଂ ରାହୁଲଙ୍କ ମଧ୍ୟରେ ଲିଙ୍କ କ'ଣ ହୋଇପାରେ। ଏତେ ବର୍ଷ ପରେ ତାଙ୍କୁ ଏତେ ଭଲ ଅବସ୍ଥାରେ ମୋ ସାମ୍ନାରେ ଦେଖି ମୁଁ ଅତୀତରେ ପୁରା ହଜି ଯାଇଥିଲି। ସେତେବେଳେ ଏହା ମୋର ଡାକ୍ତରୀ ଅନ୍ତିମ ବର୍ଷ ଥିଲା। ମୋର କାଗଜପତ୍ର ହିଁ ଦେବାର ଥିଲା। ଦୀର୍ଘ ସମୟ ଧରି ମୁଁ ଲକ୍ଷ୍ୟ କରୁଥିଲି ଯେ ମୋର ସହପାଠୀ ମୋର ପଛରେ ଯାଉଛନ୍ତି। ସେ ମୋ ସହିତ କିଛି ବିଷୟରେ କଥାବାର୍ତ୍ତା କରିବାକୁ ଚାହୁଁଥିଲେ, କିନ୍ତୁ ମୁଁ ଜାଣିଥିଲି ସେ ମୋ ବିଷୟରେ କ'ଣ କହିବାକୁ ଚାହାନ୍ତି। ମୁଁ ସବୁବେଳେ ତାଙ୍କ ଉପରେ କ୍ରୋଧିତ ହେଉଥିଲି, କାରଣ ସେ ଏକ ଗରିବ ପରିବାର ବାଳକ ଥିଲେ ଏବଂ ମୁଁ ଗରିବ ଲୋକଙ୍କୁ ଘୃଣା ହିଁ କରୁଥିଲି। ମୁଁ କେବଳ ମୋର ମା ଭଳି ଲୋକଙ୍କୁ ପସନ୍ଦ କରେ। ମୋର ଚିନ୍ତାଧାରା ଥିଲା ଯେ ଗରିବ ଲୋକମାନେ ଟଙ୍କା ପାଇଁ ଭୋକିଲା ଉଠନ୍ତି ଏବଂ ସେଥିପାଇଁ ସେମାନେ ଧନୀମାନଙ୍କ ପଛରେ ଦୌଡ଼ିଥାନ୍ତି ଏବଂ ବୋଧହୁଏ ସେ କାରଣରୁ ପିଲାଟି ମୋତେ ଅନୁସରଣ କରେ ଏବଂ ମୋର ଚିନ୍ତାଧାରା ଠିକ୍ ହିଁ ପ୍ରମାଣିତ ହେଲା। ମୋର ବନ୍ଧୁ ଆଜି କଲେଜକୁ ଆସିଥିଲେ। ଆଜି ମୁଁ କ୍ୟାଣ୍ଟିନ୍ରେ ଏକୁଟିଆ ହିଁ ବସିଥିଲି। ଯେତେବେଳେ ରାହୁଲ ମୋର ପାଖକୁ ଆସି ମୋତେ କହୁଥିଲେ ଯେ ତୁମକୁ କିଛି ଏବେ କହିବାକୁ ମୁଁ ଚାହୁଁଛି, ମୁଁ ତାଙ୍କୁ ଦୀର୍ଘ ସମୟ ଧରି ଅବହେଳା ହିଁ କରୁଥିଲି। କିନ୍ତୁ ଆଜି ମୁଁ କଥାବାର୍ତ୍ତା କରିବାକୁ ନିଷ୍ପତ୍ତି ନାହିଁ ଯେ ମୁଁ ତୁମକୁ ବହୁତ ପସନ୍ଦ କରେ ଏବଂ ତୁମକୁ ବିବାହ କରିବାକୁ ଚାହୁଁଛି। ସେ ଗୋଟିଏ ନିଶ୍ୱାସରେ ଏହା କହିଛନ୍ତି। ତାଙ୍କର କଥା ଶୁଣିକି ମୁଁ ବହୁତ ରାଗିଗଲି। ସର୍ବଶେଷରେ ସେ ମୋ ସହିତ ସେପରି କଥାବାର୍ତ୍ତା କରିବାକୁ କିପରି ସାହସ କଲେ? ମୁଁ ତାଙ୍କୁ କହିଲି ଯେ ମୁଁ ମଧ୍ୟ ତାଙ୍କୁ କ୍ରୋଧରେ ଏସବୁ କହିଛି। ମୁଁ ବହୁତ ସୁନ୍ଦର ଏବଂ ଧନୀ ମଧ୍ୟ ଥିଲି। ମୁଁ ଏଥିପାଇଁ ବହୁତ ଗର୍ବିତ ହୋଇଯାଉଥିଲି ଏବଂ ମୋର ସାଙ୍ଗମାନଙ୍କୁ ମଧ୍ୟ ବହୁତ ଈର୍ଷା ହିଁ କରୁଥିଲି। ମୋର ଏହି ଜିନିଷ ପୁରା କଲେଜରେ ପ୍ରସିଦ୍ଧ ହୋଇଯାଇଥିଲା। ମୋର ଏହି ଶୈଳୀ ହେତୁ ପୁଅମାନେ ମୋତେ ଅନୁସରଣ କରୁନଥିଲେ ଏବଂ ଏହା ବିଷୟରେ ଭଲ ଭାବରେ ହିଁ ଜାଣିଥିଲି। ଲଜ୍ଜା ସହିତ ତାଙ୍କର ମୁହଁ ପୁରା ଲାଲ ହୋଇଗଲା ଏବଂ ଆଖିରେ ପୁରା ଲୁହ ଝରିଗଲା। ମୁଁ ଅନୁଭବ କଲି
ବୋଧେ ମୁଁ ବହୁତ କିଛି କହିସାରିଛି, କିନ୍ତୁ ତାପରେ ମୋ ଭିତରେ ଥିବା ଗର୍ବ ମୋର ସାମ୍ନାକୁ ଆସିଗଲା ଏବଂ ତାପରେ ମୁଁ ସବୁକିଛି ଭୁଲି ଯାଇଥିଲି। ଏହାପରେ ମୁଁ କାଗଜ ପର୍ଯ୍ୟନ୍ତ ତାଙ୍କ ମୋ ପାଖରେ କୌଣସି ସ୍ଥାନରେ ଆଉ ଦେଖିଲି ନାହିଁ। କିନ୍ତୁ ଏସବୁ ପରେ ମୁଁ ଅସହଜ ଅନୁଭବ କରିବାକୁ ଲାଗିଲି। ମୁଁ ତାଙ୍କୁ ମୋର ଚାରିପାଖରେ ଦେଖିବାରେ ଅଭ୍ୟସ୍ତ ହୋଇଯାଇଥିଲି ଏବଂ ବର୍ତ୍ତମାନ ହଠାତ୍ ସେ ଅଦୃଶ୍ୟ ହୋଇଗଲି। ମୁଁ ନିଜକୁ ବହୁତ ଅଭିଶାପ ଦେବାକୁ ଲାଗିଲି ଏବଂ ମୋର ସମସ୍ତ ଧ୍ୟାନ ମୋର କାଗଜପତ୍ରରେ ଦେଲି, କାରଣ ଏହା ମୋର ଭବିଷ୍ୟତର ପ୍ରଶ୍ନ ଥିଲା। ରାହୁଲଙ୍କର ଜଣେ ବାଳକ ହେତୁ ମୁଁ ମୋର ଭବିଷ୍ୟତକୁ ନଷ୍ଟ କରିପାରିଲି ନାହିଁ ଏବଂ ତାପରେ ଆମର ଅନ୍ତିମ ବର୍ଷର କାଗଜପତ୍ର ମଧ୍ୟ ସମାପ୍ତ ହୋଇଥିଲା। ମୁଁ ତାଙ୍କୁ ସେଠାରେ ମଧ୍ୟ ଆଉ ଦେଖିପାରିଲି ନାହିଁ। ସେ ଜାଣିନଥିଲେ କି ସେ କାଗଜପତ୍ର ଦେଇଛନ୍ତି କି ନାହିଁ। ମୁଁ ଟଙ୍କାକୁ ବହୁତ ଭଲ ପାଉଥିଲି ଏବଂ ମୁଁ ବହୁତ ଲୋଭୀ ହିଁ ଥିଲି ଆଉ ମୁଁ ବହୁତ ଈର୍ଷ୍ୟା କରୁଥିଲି। ମୁଁ କେବଳ ସେହି ଲୋକମାନଙ୍କ ସହିତ ବନ୍ଧୁତା କରୁଥିଲି ଯେଉଁମାନେ କି ବହୁତ ଧନୀ ଥିଲେ। ତାପରେ ଯେତେବେଳେ ମୋର ଚାକିରି ଆରମ୍ଭ ହେଲା, ସେଠାରେ ଜଣେ ଡାକ୍ତର ଥିଲେ ଯିଏକି ବହୁତ ସୁନ୍ଦର ଥିଲେ। ମୁଁ ଯାହା ଚାହୁଁଥିଲି ତାହା ଠିକ୍ ହିଁ ହେଲା। ତାଙ୍କ ମୁହଁରେ ସବୁବେଳେ ହସ ହିଁ ଫୁଟୁଥିଲା। ଯେତେବେଳେ ମୁଁ ତାଙ୍କୁ ପ୍ରଥମ ଥର ଦେଖିଲି, ମୁଁ ସାଙ୍ଗେ ସାଙ୍ଗେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲି ଯେ ମୁଁ ଏହି ହସ୍ପିଟାଲରେ ଚାକିରିଟି ପାଇବି ଏବଂ ଏହି ପୁଅ ସହିତ ମୁଁ ନିଶ୍ଚୟ କାମ କରିବି। ମୋର ବିବାହର ଝିଅମାନେ କେବଳ ତାଙ୍କର ନୁହେଁ, ବରଂ ସେ ହୃଦୟ ହରାଇ ବସିଥିଲେ। ସେଠାରେ ସେ ସମସ୍ତଙ୍କ ସହିତ ଅତି ସୁନ୍ଦର ଭାବରେ କଥାବାର୍ତ୍ତା କରୁଥିଲେ। ମୁଁ ମଧ୍ୟ ତାଙ୍କୁ କାହା ସହିତ ଫ୍ରୁଟିଆ ହୋଇଥିବାର ଦେଖିନଥିଲି। ସେ ମୋ ସହିତ କଥା ହେଉଥିଲେ ଯେପରି ସେ ଅନ୍ୟ ଝିଅମାନଙ୍କ ସହିତ କରୁଥିଲେ, କିନ୍ତୁ ମୋ ହୃଦୟରେ ମୁଁ ତାଙ୍କୁ ଭଲ ପାଇବାକୁ ଚାହୁଁଥିଲି ଏବଂ ତାଙ୍କୁ ବିବାହ କରିବାର ସ୍ୱପ୍ନ ଦେଖିବା ଆରମ୍ଭ କଲି। ବୋଧେ ସ୍ନେହପୂର୍ଣ୍ଣ ଭାବରେ ତାଙ୍କର କଥା ହେବା ଏକ ଅଭ୍ୟାସ ହିଁ ଥିଲା, କିନ୍ତୁ ମୁଁ ତାଙ୍କର ଏହି ଅଭ୍ୟାସକୁ ଭୁଲ ହିଁ ବୁଝିଥିଲି ଏବଂ ମୁଁ ଅନୁଭବ କଲି ଯେ ସେ ମୋତେ ପସନ୍ଦ କରନ୍ତି, କାରଣ ସେ ମୋ ସହିତ ସମସ୍ତ ଝିଅମାନଙ୍କ ଅପେକ୍ଷା ଅଧିକ ହିଁ କଥା ହେଉଥିଲେ। କାରଣ ମୁଁ ବହୁତ ସୁନ୍ଦର ଥିଲି ଏବଂ ଏକ ଭଲ ପରିବାର ଥିଲି, ତେଣୁ ସେ ମୋତେ ମୋ ସହିତ ପ୍ରେରିତ ହୋଇଥିଲେ। ସେ ମୋତେ ଅଣଦେଖା କରିପାରୁନଥିଲେ। ସେ ମୋତେ ଅଣଦେଖା କରିବା ପରେ ମୁଁ ତାକୁ କିପରି ଅଣଦେଖା କରିପାରିବି? ଶୈଳୀରେ ମୁଁ ଯେତେ ଆଧୁନିକ ଥାଉନା କାହିଁକି, କିନ୍ତୁ ମୋ ପାଇଁ ତାଙ୍କ ପ୍ରେମକୁ ପ୍ରବେଶ କରିବା ପାଇଁ ଗ୍ରହଣ ହିଁ ନୁହେଁ। ସେ ମୋ ସହିତ ବହୁତ ସମୟ ମଧ୍ୟ ବିତାଇଲେ। ମୋର ହୃଦୟର ପ୍ରଭାବରେ ମୁଁ ନିଜେ ତାଙ୍କ ସହ କଥା ହେବାକୁ ଲାଗିଲି ଏବଂ ତାପରେ ତାଙ୍କୁ ମୋ ବିଷୟରେ କହିବାକୁ ସ୍ଥିର କଲି। ସେ ମୋତେ ତାଙ୍କର ହୃଦୟରୁ ଅନୁଭବ କଲେ। ସେ ମୋତେ କୌଣସି ଆଉ ଉତ୍ତର ହିଁ ଦେଇନଥିଲେ। ମୁଁ ବହୁତ ଲଜ୍ଜିତ ହୋଇଗଲି, କାରଣ ଏହା ମୋର ଈର୍ଷ୍ୟା ହିଁ ଥିଲା। ଏହା ପ୍ରଥମ ଥର ଥିଲା ଯେ କେହି ମୋତେ ଏହିପରି ବେଜିତ କରିଥିଲେ। ମୁଁ ନିଜେ ଆଖି ଯୋଗାଯୋଗ କରିବାକୁ ସକ୍ଷମ ନଥିଲି। ମୁଁ ବହୁତ ଲଜ୍ଜିତ ଅନୁଭବ କରୁଥିଲି। ମୁଁ ସେଠାରେ ବସିଥିଲି ଏବଂ ଯେତେବେଳେ ସେ ବାଳକ ସେଠାକୁ ଆସିଲା, ମୁଁ ତାଙ୍କ ଆଖିରୁ ହିଁ ଦୂରେଇ ଚାଲିଗଲି। ତାଙ୍କ ମନରେ କ'ଣ ଘଟୁଛି ମୁଁ ଜମା ବି ଜାଣିନଥିଲି ଏବଂ ମୁଁ ତାଙ୍କ ବିଷୟରେ ଯାହା କହିଥିଲି ତାହା ମଧ୍ୟ ଜାଣିନଥିଲି। ସେ ସବୁକିଛି ରେକର୍ଡ କରିନେଇଥିଲି ଏବଂ ସେ ମୋର ସମସ୍ତ ସାଙ୍ଗମାନଙ୍କ ସାମ୍ନାରେ ଏହାକୁ ଆଣିଦେଇଥିଲି। ସେହି ସମୟରେ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ହିଁ କରୁଥିଲି ଯେ ପୃଥିବୀ ଫାଟିଯିବ ଏବଂ ମୁଁ ଏଥିରେ ଅବତୀର୍ଣ୍ଣ ହୋଇଯିବି କିମ୍ବା ଶେଷ ଦିନ ଆସିଯିବ। ତାପରେ ସେ ମୋତେ କହୁଥିଲେ ଯେ ମୋର ପ୍ରିୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛି। ମୁଁ ତୁମକୁ ବିବାହ କରିପାରିବି ନାହିଁ। ତୁମେ ଏହି ଚିନ୍ତାଧାରାକୁ ତୁମର ହୃଦୟ ଏବଂ ମନରୁ ହଟାଇ ଦେଇପାର। ମୁଁ ଜାଣେ ନାହିଁ କାହିଁକି ତାଙ୍କର କଥା ଶୁଣିବା ପରେ ମୋ ଆଖିରେ ଲୁହ ଆସିଗଲା ଏବଂ ମୁଁ ସାଙ୍ଗେ ସାଙ୍ଗେ ସେଠାରୁ ପୁରା ଦୂରେଇ ହିଁ ଯାଇଥିଲି। ମୁଁ ବହୁତ ଦୁଃଖ ଅନୁଭବ କରୁଥିଲି। ଯଦି ସେ ମୋତେ ମନା କରିବାକୁ ପଡ଼ନ୍ତି, ତେବେ ସେ ବ୍ୟକ୍ତିଗତ ଭାବରେ ମୋତେ କରିପାରିଥାନ୍ତେ। ତାହେଲେ ସେ ଏତେ ନାଟକ କରିବାର କାରଣ କ'ଣ ଥିଲା? ଏସବୁ ପରେ ସେ ମୋ ସହିତ କଥାବାର୍ତ୍ତା ହିଁ ଜାରି ରଖିଥିଲେ, କିନ୍ତୁ ମୁଁ ତାଙ୍କୁ ଦେଖିବା ହିଁ ବନ୍ଦ କରିଦେଇଥିଲି। ଏହା ବୋଧହୁଏ ତାଙ୍କ ପାଇଁ ଏକ ସାଧାରଣ କଥା ଥିଲା, କିନ୍ତୁ ଏହା ମୋ ପାଇଁ ଏକ ବଡ଼ ଅପମାନ ହିଁ ଥିଲା। କିନ୍ତୁ ମୋର ସମସ୍ତ ବନ୍ଧୁ ଏବଂ ସହକର୍ମୀ ମୋତେ ପରାହାସ ହିଁ କରୁଥିଲେ। କିନ୍ତୁ ସମୟ ସହିତ ମୁଁ ଏହି କଥା ଭୁଲିଗଲି, କିନ୍ତୁ ମୁଁ ହୃଦୟଙ୍ଗମ କଲି। ଦିନେ ମୁଁ ମଧ୍ୟ କାହା ସହିତ ଏପରି ଆଉ ଆଚରଣ କରିଥିଲି। ମୁଁ ତାକୁ ସମସ୍ତଙ୍କ ସ୍ଥାନରେ ଅପମାନିତ ହିଁ କରୁଥିଲି ଏବଂ ତାଙ୍କୁ ମୋର ପ୍ରେମରେ ପକାଇ ଦେଉଥିଲି। ବୋଧହୁଏ ଭଗବାନ ମୋ ପ୍ରତି ଏହା କରିଥିଲି, କାରଣ ଅନ୍ୟମାନଙ୍କ ପ୍ରତି ଅନ୍ୟାୟ କରୁଥିବା ବ୍ୟକ୍ତି ମଧ୍ୟ ତାହା ହିଁ କରନ୍ତି। ଆଜି ମଧ୍ୟ ମୋ ସହିତ ସମାନ ଘଟଣା ହିଁ ଘଟେ। ମୁଁ ଯାହା କରିଥିଲି
ସେଇଥିପାଇଁ ମୋତେ ଦଣ୍ଡ ଦିଆଯାଇଥିଲା। ମୁଁ ସେଦିନ ଯାହା କହିଥିଲି ସେଇଥିପାଇଁ ମୁଁ ଅତ୍ୟନ୍ତ ଅନୁତାପ ହିଁ କରୁଥିଲି। ମୁଁ ଏକ ଜାଗାରେ ଅଟକି ଗଲି। ମୁଁ ସେହି ମୁହୂର୍ତ୍ତରେ ମୋର ମନକୁ ଆସିଗଲି ସେହି ଡାକ୍ତରଖାନାରେ ଯେଉଁଠାରେ ମୁଁ ସବୁବେଳେ କାମ କରିବାକୁ ଚାହୁଁଥିଲି, କିନ୍ତୁ ମୁଁ ତାଙ୍କୁ କେବେ ବି ସୁଯୋଗ ଦେଇନଥିଲି। ମୁଁ ଆଶ୍ଚର୍ଯ୍ୟ ହୋଇଗଲି, କାରଣ ମୁଁ ତାଙ୍କୁ ଚୂଡ଼ାନ୍ତ ପରୀକ୍ଷାରେ ଦେଖିନଥିଲି। ତାପରେ ସେ କେଉଁଠାରେ ଅଧ୍ୟୟନ ସମାପ୍ତ କରୁଥିଲି। କିନ୍ତୁ ବର୍ତ୍ତମାନ ମୋତେ ଜାଣିବାକୁ ହିଁ ପଡ଼ିଲା ଯେ ମୋର ମାଆଙ୍କ ସହିତ କ'ଣ ଚିନ୍ତାଧାରା କରିବାର ଅଛି। ମୁଁ ବହୁତ ଡରି ଯାଉଥିଲି, କିନ୍ତୁ ମୁଁ କୌଣସି ସ୍ଥାନକୁ ସୂତ୍ର ଖୋଜି ପାରିଲି ନାହିଁ ଯାହାଦ୍ୱାରା ମୁଁ ପୁରା କାହାଣୀ ସମାଧାନ କରିପାରିଲି। ଏହିସବୁ ଘଟଣା ପରେ ରାହୁଲ ମୋର ମାଆଙ୍କୁ କହୁଥିଲେ ଯେ ସେ ମୋର ପିଲାଦିନର ବନ୍ଧୁ ଅଟନ୍ତି, ଏବଂ ତାଙ୍କର ଏହି କଥା ଶୁଣି ପୁରା ଆଶ୍ଚର୍ଯ୍ୟ ହୋଇଗଲି। ମୋର ଅପେକ୍ଷା ପରେ ମୁଁ ଫେରି ଆସିଥିଲି। ଯେତେବେଳେ ମୋର ମା ମଧ୍ୟ ପୁଣି ଥରେ ଫେରି ଆସିଲେ, ତାଙ୍କ ପ୍ରତି ମୋର ମନୋଭାବ ବହୁତ ବଦଳିଗଲା। ଆଉ ତାଙ୍କୁ ଉତ୍ତର ଦିଅ, ମୋର ମା ଉପରେ ଅତ୍ୟଧିକ କ୍ରୋଧିତ ଅନୁଭବ କରୁଥିଲି ଏବଂ ସେ କାହିଁକି ମୋ ଠାରୁ ଏତେ ବଡ଼ ଜିନିଷକୁ ଲୁଚାଇ ରଖୁଥିଲେ, ସେଇଥିପାଇଁ ମୁଁ ଏବେ ବହୁତ ଦୁଃଖିତ ଅନୁଭବ କରୁଥିଲି। ମୋର ମା ସିଧାସଳଖ ଅଟନ୍ତି। ତାପରେ ଦିନେ ମୋର ମା ଖାଇବାକୁ ଲାଗିଲେ ଏବଂ ମୋତେ ପଚାରୁଥିଲେ, ତୁମର କ'ଣ ହୋଇଛି? ମୁଁ ଦୀର୍ଘ ସମୟ ଧରି ତୁମର ଆଚରଣରେ ଅନେକ ପରିବର୍ତ୍ତନ ଦେଖୁଛି। ତୁମେ ତ ଆଉ ଉତ୍ତର ହିଁ ଦେଉନାହ। ସଠିକ ଭାବରେ ତୁମେ ମୋ ସହିତ କଥାବାର୍ତ୍ତା କରୁନାହ। ମୋର କ୍ରୋଧ କେବଳ ମୋ ଭିତରେ ହିଁ ଥିଲା। ବର୍ତ୍ତମାନ ଏହା ଏବେ ବାହାରକୁ ଆସିଯାଇଛି। ଏବେ ତ ଏହା ଜାଣିବା ହିଁ ଉଚିତ ଯେ ତୁମ ନିଜର ଏକ ଛୋଟ ଝିଅ ମଧ୍ୟ ଅଛି, ନଚେତ୍ ତୁମେ ଏତେ କମ୍ରେ ମୋ ପ୍ରେମର ମଧ୍ୟ ଯତ୍ନ ନେବା ଉଚିତ। ହଠାତ୍ ମୋର ମା ମୋତେ ଗୋଟେ ଚାପଡ଼ାଟି ମାରିଲି। ନିଶ୍ଚିତ ଭାବରେ ତୁମର କିଛି ଭୁଲ ହିଁ ବୁଝାମଣା ଅଛି, କାରଣ ମୁଁ ବହୁତ ଲୋଭୀ ଥିଲି। ଯଦି ତୁମେ ଏକ ହସ୍ପିଟାଲରେ ଚାକିରି କର, ତେବେ ତୁମେ ଗରିବ ଲୋକଙ୍କୁ ଲୁଟିବା ଆରମ୍ଭ କରିଦେଇଥିବ। ତୁମର ଲୋଭ ପାଇଁ ମୁଁ ସେମାନଙ୍କୁ ପ୍ରତିଶ୍ରୁତି ହିଁ ଦେଇଥିଲି ଯେ ମୁଁ ତୁମକୁ ଏପରି ଭାବରେ ଆଣିଦେବି ଯେ ତୁମେ ଲୋକମାନଙ୍କ ପାଇଁ ଏକ ମେସିଆ ହୋଇଯିବ। ଏହି କାରଣରୁ ମୁଁ ତୁମକୁ ଡାକ୍ତରଖାନାରେ କାମ କରିବାକୁ ଦେଇନଥିଲି। ମୁଁ କାହିଁକି ହସ୍ପିଟାଲକୁ ଗଲି ଏବଂ ସେଠାରେ ମୁଁ ଡାକ୍ତର ରାହୁଲଙ୍କୁ କାହିଁକି ଭେଟିଥିଲି, ସେ ତୁମ ହେତୁ ମୋତେ ହିଁ ଜାଣିଥିଲି। ମୋତେ ବିବ୍ରତ କରି ମୋତେ ମୋର ସମସ୍ୟା ହେବାର କାରଣ ପଚାରିଥିଲି ଏବଂ ମୁଁ ତାଙ୍କୁ ମୋ ବିଷୟରେ ସବୁକିଛି କହିଦେଇଥିଲି। ସେ ମୋତେ କହୁଥିଲେ ଯେ ତୁମର ଚିନ୍ତା କରିବାର ଆବଶ୍ୟକତା ହିଁ ନାହିଁ। ସେ ଡାକ୍ତରଖାନାରେ ଏବେ ଅଛନ୍ତି। ଏହି ସମସ୍ୟା ରାହୁଲଙ୍କର ବାବା ସହିତ ହିଁ ଥିଲା। ସେ ମୋତେ କହୁଥିଲେ ଯେ ତୁମ ଘରେ ଏକ କ୍ଲିନିକ୍ ଖୋଲିବି ଏବଂ ଏହା ରୋଗୀମାନଙ୍କୁ ପଠାଇବା ହେଉଛନ୍ତି ତାଙ୍କର କାମ, ଏବଂ ସେ ମୋତେ ଏହା ବିଷୟରେ କିଛି ବି କହିବାକୁ ଉଦ୍ଦେଶ୍ୟ ଦେଇନଥିଲେ। ସେ ଜାଣିଥିଲେ ଯେ ତୁମେ ମୋତେ ଘୃଣା କର ବୋଲି। ମୁଁ ମୋବାଇଲରୁ ତାଙ୍କର ନମ୍ବର ମଧ୍ୟ ଡିଲିଟ୍ କରିଦେଇଥିଲି, ଯାହାଦ୍ୱାରା ଆପଣ ମଧ୍ୟ ଜାଣିପାରିବେ ନାହିଁ ଯେତେବେଳେ ସେ ଡାକ୍ତରଖାନାରେ ଥିଲେ ସେ ରୋଗୀମାନଙ୍କୁ ନିଜେ ହିଁ ପଠାଉଥିଲେ, କିନ୍ତୁ ଯେତେବେଳେ ସେ ଡାକ୍ତରଖାନାରେ ନଥିଲେ ସେତେବେଳେ ମୋତେ ନିଜେ ହିଁ ଯିବାକୁ ପଡ଼ୁଥିଲା। ଏହି ରୋଗୀମାନଙ୍କ ଠାରୁ ଅଧେ ଟଙ୍କା ତୁମେ ନିଅ। ତାଙ୍କ ସାମ୍ନାରେ ଏବଂ ତାଙ୍କର ନିକଟରେ କ୍ଷମା ମାଗିବାକୁ ହିଁ ଲାଗିଲି। ବର୍ତ୍ତମାନ ମୋର ରାହୁଲଙ୍କ ପ୍ରତି ଭାବନା ହିଁ ନଥିଲା, କିନ୍ତୁ ଯେତେବେଳେ ମୋର ମନେ ପଡ଼ିଗଲା ଯେ ତାଙ୍କର ବନ୍ଧୁ ମୋତେ କିପରି ବ୍ୟବହାର କରୁଥିଲେ, ସେହି ସମସ୍ତ ଭାବନା ମଧ୍ୟ ମୋର ପୁରା ଅଦୃଶ୍ୟ ହିଁ ହୋଇଗଲା ଏବଂ ତାଙ୍କ ପାଇଁ ମୋର ହୃଦୟରେ କ୍ରୋଧ ବଢ଼ିବାକୁ ଲାଗିଲା। ମୁଁ ତାଙ୍କୁ କହିଲି ମୁଁ ଯେ ଏବେ ସବୁକିଛି ଜାଣିସାରିଛି। ତାପରେ ଦିନେ ସେ ଆମର ଘରକୁ ଆସିଲା ଏବଂ ତାଙ୍କ ସହିତ ସେ ଡାକ୍ତର ମଧ୍ୟ ଥିଲେ, ଯିଏକି ମୋତେ ବହୁତ ଅପମାନିତ କରିଥିଲେ। ସେ ଲଜ୍ଜାରେ ଆଖି ତଳକୁ କରି କହିଲେ, ମୁଁ ତୁମ ପାଇଁ ବହୁତ ଲଜ୍ଜିତ ଅଟେ। ତୁମର ଏହି କାର୍ଯ୍ୟ ପାଇଁ ମୋର ବନ୍ଧୁ ଦୀର୍ଘ ସମୟ ପାଇଁ ଦୁଃଖିତ ରହିଲେ, ଯାହା ହେତୁ ମୁଁ ତୁମ ଉପରେ ବହୁତ କ୍ରୋଧିତ ହେଲି। କିନ୍ତୁ ଯେତେବେଳେ ରାହୁଲ ଏସବୁ ବିଷୟରେ ଜାଣିଲେ, ସେ ମୋତେ ବହୁତ ଆଘାତ କଲେ। ମୁଁ ମଧ୍ୟ ତାଙ୍କୁ କ୍ଷମା କରିଦେଲି। କିଛି ଦିନ ପରେ ହୃଦୟର ତାଙ୍କ ପାର୍ଶ୍ୱରୁ ସ୍ପଷ୍ଟ ହୋଇଗଲା। ରାହୁଲ ପୁନର୍ବାର ମୋର ଘରକୁ ପଠାଇବା ପରେ ମୋର ଅର୍ଥ ସେ ମୋତେ ପଚାରିଲେ। ମୁଁ କହିଲି କି ହଁ ରାହୁଲ, ଏହାର ଅର୍ଥ ହେଉଛି ଆମେ ବିବାହ ମଧ୍ୟ କଲୁ ଏବଂ ପରେ ରାହୁଲ ଏବଂ ମୁଁ ମଧ୍ୟ ବହୁତ ବିବାହ କଲୁ ଏବଂ ଆମେ ଏକ ଡାକ୍ତରଖାନା ମଧ୍ୟ ଖୋଲିଦେଲୁ, ଯେଉଁଥିରେ ଆମେ ଗରିବ ଲୋକମାନଙ୍କୁ ମାଗଣାରେ ଚିକିତ୍ସା ମଧ୍ୟ ଯୋଗାଇଥାଉ। ବନ୍ଧୁଗଣ, ମୁଁ ଆଶା କରୁଛି ମୋର ଏହି କାହାଣୀଟି ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସେ ତେବେ ମୋର ଏହି ଭିଡ଼ିଓକୁ
ଲାଇକ୍ ସବସ୍କ୍ରାଇବ୍ ଆଉ ସମସ୍ତ ପାଖକୁ ସେୟାର କରନ୍ତୁ। ବନ୍ଧୁଗଣ ଆଜି ପାଇଁ ଏତିକି। ପୁଣି ଦେଖା ହେବା ଆଉ ଏକ ନୂଆ ଭିଡ଼ିଓରେ ଏମିତି ଏକ ସୁନ୍ଦର କାହାଣୀ ସହିତ। ବର୍ତ୍ତମାନ ମୁଁ ରହୁଛି।